ମୁଁ କହିଲି ବାଣୀ ହୋଇଲା ପ୍ରକଟ। ବାଣୀ ଲୋକ ସିନା ଉଠିଲେ ପ୍ରକଟ ହବ। ଛଟକେ ଦେବାଦେବୀଙ୍କର ମନ୍ଦିର ବାଜିଲା କାହାଳି ଘଣ୍ଟ ହେଲା। ଦେବାଦେବୀଙ୍କର ମନ୍ଦିରରେ ଯେତେବେଳେ ଘଣ୍ଟ ମାର୍ଦଳ ଘଣ୍ଟ ଘଣ୍ଟା କାହାଳି ଶୁଭେ ଜାଣିବା ଆମେ ରାତି ପାହିଲା। ଆମ ଗାଁ 2 କିଲୋମିଟର ଦୂରର ଡାକିଲେ କୁକୁଟ ଅଗାଧୁ ଭଞ୍ଜାଜ୍ଞା କହିଲେ ମୁଣ୍ଡଟିକୁ ଟେକି ଚୌଧୁରୀ ବାବୁ ଯେତେବେଳେ କୁକୁଟ କହିଲେ କୁକୁଡା ମାନେ ରାବ ଦିଅନ୍ତି ସେତେବେଳେ ଜାଣିବା ଆମେ ରାତି ପାହିଲା। ଆଚ୍ଛା ସାର୍ ଯୋଉ ଗାଁରେ କୁକୁଡା ନଥିବେ ସେ ଗାଁ ବାଲା କଣ ଦିନ 10ଟା ପର୍ଯ୍ୟନ୍ତ ଶୋଇଥିବେ? ତମର କହିବାର ଉଦ୍ଦେଶ୍ୟ ଯୋଉ ଗାଁରେ କୁକୁଡା ନାହିଁ ହେଲା ସେ ଗାଁ ବାଲା ଜାଣିବେ କେମିତି? ସେ ଗାଁ ବାଲା ରାତି ପାଇଲା ବୋଲି ଜାଣିବେ କେମିତି? ଛାଡ଼ି ଦୂରେ ପଳାଇଲେ ଯାରେ ତେଜିଣ ବିଟପି ଖଟ ରସିକ ଯୁବକ ମାନେ ହେଲା ବିଟପି କହିଲେ ବେଶ୍ୟାଙ୍ଗନା ମାନଙ୍କ ବେଶ୍ୟା ନାରୀ ମାନଙ୍କ ପାଖକୁ ଯାଇ ଯେତେବେଳେ ରାତି ବିତେଇ ପ୍ରତ୍ୟାବର୍ତ୍ତନ କରନ୍ତି ସେତେବେଳେ ଜାଣିବା ରାତି ପାହିଲା। ଆମ ଗାଁ ପାଖରେ ସାର୍ ବେଶୀ ଆଳୟ ନାହିଁ କି ସମସ୍ତେ ଜାଣନ୍ତିନି ବେଶ୍ୟା ନା। ତାହେଲେ ଜାଣିବା କେମିତି? କଟକେ ବାସେ ପାଣି ହୋଇଲା ପ୍ରକଟ ହେଲା। ଲୋକ ମୁଖରେ କଥା ପ୍ରକଟିତ ହେଲେ ଆମେ ଜାଣିବା ରାତି କହିଲେ ରାତି ହେଲା ପାହାନ୍ତି ରାତି 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 ହେଲା ହେଲା ପାହାନ୍ତି ରସବତୀ ରାତି ହେଲା ପାହାନ୍ତି ରସବତୀ ରାତି ଉପର ଭୂତ ସୁତ ଘନ ଘନ ଋତ ସାରି ସଙ୍ଗେ କଦଳ ପାତି ରସବତୀ ରାତି ହେଲା ପାହାନ୍ତି ସାରି ସଙ୍ଗେ କଦଳ ପାତି ରସବତୀ ରାତି ହେଲା ପାହାନ୍ତି ରସବତୀ ରାତି ହେଲା ପାହାନ୍ତି ରସବତୀ ସବୁଆଳେ କମ୍ବୁ ଶବଦ ନବଦମ୍ପତିଙ୍କ ପ୍ରମାଦ ନବଦମ୍ପତିଙ୍କ ପ୍ରମାଦ ନବଦମ୍ପତିଙ୍କ ପ୍ରମାଦ ସବୁଆଳେ କମ୍ବୁ ଶବଦ ନବଦମ୍ପତିଙ୍କ ପ୍ରମାଦ ନବଦମ୍ପତିଙ୍କ ପ୍ରମାଦ ନବଦମ୍ପତିଙ୍କ ପ୍ରମାଦ ତଳେ ନବବଧୂ ସ୍ନାନ ଜାତି କଳେ ତୋଳ ମଧୁ ପାଲି ଯାତେ ବେଶୀ ବସି କରୁତ କରନ୍ତି ରସବତୀ ରାତି ହେଲା ଡାମ୍ବେରା ରାପି ଦେଲା କାଉ କାଉ କାଉ। ୟା ପରେ ହବ ୟା ପରେ ପୁରା ଡାମ୍ବେରା ରାପିବାକୁ ଆସିବା ଆଉ ଆମେ କଣ ରାମ୍ପିବୁ? ହଉ ତେଣୁ ବହିବାରୁ